ଆଜି ପବିତ୍ର ଦଶହରା ବା ବିଜୟ ଦଶମୀ। ଏହି ଉପଲକ୍ଷେ ମୁଁ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା ଜଣାଉଛି ଯେ ସମସ୍ତଙ୍କୁ ସୁଖରେ ରଖନ୍ତୁ, ଶାନ୍ତିରେ ରଖନ୍ତୁ, ଘଣ୍ଟ ଘୋଡ଼ି ରଖନ୍ତୁ। ସମସ୍ତଙ୍କ ଜୀବନ ଆନନ୍ଦମୟ ଏବଂ ସରସମୟ ହେଉ। ଆଜି କେବଳ ଦଶହରା ନୁହେଁ, ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରନେତା ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମ ଜୟନ୍ତୀ। ଆଜି ଏମିତି ଏକ ପବିତ୍ର ଦିନ ଯେ ଭାରତ ପାଇଁ ଏକ ପ୍ରମୁଖ ଦିନ ବୋଲି ଗଣାଯାଉଛି। କେବଳ ସେତିକି ନୁହେଁ, ଆଜି ବିଜୟ ଦଶମୀ ଦିନରେ 1925 ମସିହାର 100 ବର୍ଷ ତଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମଧ୍ୟ ପ୍ରତିଷ୍ଠା ହୋଇଥିଲା, ଯାହାକୁ ଡକ୍ଟର କେଶବ ବଳିରାମ ହେଡ଼ଗେୱାର ପ୍ରତିଷ୍ଠା କରିଥିଲେ। ତେବେ ଏମିତି ଏକ ପ୍ରମୁଖ ଘଟଣାବଳୀ ଏବଂ କିମ୍ବଦନ୍ତୀ ସମ୍ପନ୍ନ ଦିନ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ନିଶ୍ଚିନ୍ତ ଭାବରେ ମନେ ରଖିବାକୁ ପଡ଼ିବ ଏବଂ ତାର ମହତ୍ତ୍ୱକୁ ବୁଝିବାକୁ ପଡ଼ିବ। ପ୍ରଥମେ ମା ଦୁର୍ଗା, ଯିଏକି ଅନ୍ୟାୟ, ଅତ୍ୟାଚାର ଏବଂ ବିଭିନ୍ନ କଷ୍ଟରୁ ସଂସାରକୁ ମୁକ୍ତି ଦେଇଥିଲେ, ମହିଷାସୁରକୁ ବଦ୍ଧ କରି, ଯିଏକି ଅନ୍ୟାୟର ପ୍ରତୀକ ଏବଂ ଅତ୍ୟାଚାରର ପ୍ରତୀକ ଏବଂ ରାକ୍ଷସ ପ୍ରବୃତ୍ତିର ଅବସାନ କରାଇଥିଲେ। ଜଗତକୁ ଏକ ନୂତନ ଭାବରେ ଜୀବଦାନ ଦେଇଥିଲେ କହିଲେ ଚଳେ ଆଜିର ଦିନରେ। ଏବଂ ଆଜି ସେଇ ଅକ୍ଟୋବର 2, ଯେଉଁଦିନ এই ଜାତିକୁ ଇଂରେଜ ଶାସନ କବଳରୁ ଉଦ୍ଧାର କରିବା ପାଇଁ ଶତଚେଷ୍ଟା କରି ଅହିଂସା ଉପାୟର ଅବଲମ୍ବନ କରି ଭାରତକୁ ସ୍ୱାଧୀନତା ଦେଇଥିଲେ ମହାତ୍ମା ଗାନ୍ଧୀଙ୍କର ଜନ୍ମଦିନ। ଏବଂ ରାଷ୍ଟ୍ରକୁ ଏକ ନବଚେତନା ଦେଇଥିଲେ, ଜୟ ଯବାନ ଜୟ କିଷାନ କହି ଏକ ଜନ ଆନ୍ଦୋଳନକୁ ଆଗକୁ ନେଇଥିଲେ ସେହି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ, ତାଙ୍କର ମଧ୍ୟ ଜନ୍ମଦିନ। ଏଭଳି ଏକ ଦିନରେ ଆମେ ଆଜିର ଦିନରେ ଚିନ୍ତା କରିବା ଯେ ଆମ ଦେଶ ସମାଜ ଅନ୍ୟାୟ ଅତ୍ୟାଚାରରୁ କେତେ ଦୂର ମୁକ୍ତି ପାଇଛି, ସ୍ୱଚ୍ଛ ପ୍ରଶାସନ ଏବଂ ସ୍ୱଚ୍ଛ ଜୀବନ ଦର୍ଶନକୁ ନେଇ ଆମେ କେତେ ସ୍ୱାଧୀନ ଭାବରେ ବଞ୍ଚିପାରିଛେ ଏବଂ ଦଳିତ ଅବହେଳିତ ମାନଙ୍କ ଭିତରେ ଆହୁରି କିଛି ସମସ୍ୟା ରହିଯାଇଛି କି ଏବଂ ଦେଶର ପ୍ରମୁଖ ସମସ୍ୟା ଆଜି କ'ଣ ଅଛି, କେଉଁ ଦିଗକୁ ଦେଶକୁ ଯିବାକୁ ପଡ଼ୁଛି, ତା ଉପରେ ଟିକିଏ ଅନୁଶୀଳନ କରିବା। ଆମେ ଜାଣୁ ଯେ ବିଗତ 11 ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରହିବା ପରେ ଭାରତର ସମ୍ମାନ ବିଶ୍ୱ ଦରବାରରେ ପୂର୍ବାପେକ୍ଷା ବଢ଼ିଛି। ଭାରତକୁ ଏକ ଭିନ୍ନ ଦୃଷ୍ଟିରେ ସାରା ବିଶ୍ୱ ଦେଖିବା ଆରମ୍ଭ କରିଛି ଏବଂ ଭାରତକୁ ଯେତେବେଳେ ମୁଣ୍ଡ ନୋଇବା ପାଇଁ କୌଣସି ରାଷ୍ଟ୍ର ବାଧ୍ୟ କରିଛି, ଭାରତ ୟା ଭିତରେ ସାଲିସ କରିନାହିଁ କିମ୍ବା ତାଙ୍କ ଚାପରେ ନାହିଁ, ତାର ବୈଦେଶିକ ନୀତି ପରିବର୍ତ୍ତନ କରି
ତାର ନିଜର ଆତ୍ମମର୍ଯ୍ୟାଦାକୁ ସଦାସର୍ବଦା ଅକ୍ଷୁଣ୍ଣ ରଖିପାରିଛି ଏବଂ ଭାରତ ସାରା ବିଶ୍ୱରେ ଚତୁର୍ଥ ଅର୍ଥନୀତି ସମ୍ପନ୍ନ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ଭାବରେ ନିଜକୁ ପ୍ରମାଣିତ କରିପାରିଛି। 140 କୋଟି ଲୋକଙ୍କୁ ନେଇ ଏ ଦେଶ ଭିତରେ ସମସ୍ୟା ତ ରହିବ, କିନ୍ତୁ ତଥାପି ସାରା ବିଶ୍ୱର ଚଲାପଥରେ ଭାରତ ଯେ ଅଗ୍ରଣୀ ଭାଗକୁ ଯାଉଛି, ଏଇଟା ନିଶ୍ଚିନ୍ତ ଭାବରେ ଏକ ସ୍ୱାଗତ ଯୋଗ୍ୟ କଥା। ଏଥିପାଇଁ ରାଷ୍ଟ୍ରନାୟକମାନଙ୍କ ଭିତରେ ନିଜର ସଂକଳ୍ପ ରହିବା ଜରୁରୀ ବୋଲି ପ୍ରମାଣିତ କରିଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି। ଏବଂ ତା ଭିତରେ ଭାରତକୁ ପଛକୁ ଠେଲିବା ପାଇଁ, ଭାରତ ଭିତରେ ଗୋଟେ ଅରାଜକତା ସୃଷ୍ଟି କରିବା ପାଇଁ, ଭାରତର ଅର୍ଥନୀତିକୁ ରଖିବା ପାଇଁ ଏବଂ ଏକ ଦୃଢ଼ ଶାସନ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେଉଁ ଆନ୍ତର୍ଜାତିକ କ୍ଷେତ୍ରରେ ସାଜିଶ ବା ଷଡ଼ଯନ୍ତ୍ର ଚାଲିଛି, ତାହାକୁ ମଧ୍ୟ ଦେଶବାସୀ ହୃଦୟଙ୍ଗମ କରିବା ଉଚିତ। କାହିଁକି? ନିକଟରେ ଆପଣମାନେ ଦେଖିଥିବେ ପାକିସ୍ତାନର ଅର୍ଥନୀତି ଏବଂ ତାଙ୍କ ଭିତରେ ଗଣ୍ଡଗୋଳ ଲାଗି ରହିଛି ଏବଂ ତାପରେ ପରେ ବାଂଲାଦେଶରେ ଅସ୍ଥିରତା ଲାଗି ରହିଲା ଏବଂ ତା ଶାସନ ବ୍ୟବସ୍ଥାକୁ ଭାଙ୍ଗିଦେଲେ ସେ ଲୋକମାନେ, ହୁଏତ ସେମାନେ କିଛି ବୁଝନ୍ତୁ ବା ନ ବୁଝନ୍ତୁ। ସାଧାରଣ ଜନତା ଭାବପ୍ରବଣତାରେ ଭାସି ଯାଆନ୍ତି। ପ୍ରତ୍ୟେକ କଥାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା ବା ବିଶ୍ଳେଷଣ କରିବା ପାଇଁ ତାଙ୍କ ଭିତରେ ସେତିକି ବିଚାର ଶକ୍ତି ବା ବିଶ୍ଳେଷଣ କରିବା ଶକ୍ତି ନଥାଏ। ସାମୟିକ ଭାବରେ ଗୋଟେ ଭାବାବେଗରେ ଆସି ସେମାନେ କ'ଣ କରୁଛନ୍ତି ବା କ'ଣ ହେବ ଆଗକୁ, ତାହା ବୋଧେ ସେମାନେ ଚିନ୍ତା କରିପାରନ୍ତିନି। ଏହା ପରେ ଜେନ୍ଜି ମାନେ ବା ନେପାଳରେ ଏକ ବିକ୍ଷୋଭ କଲେ। ବିକ୍ଷୋଭ କରି ତାର ଶାସନ ବ୍ୟବସ୍ଥାକୁ ମଧ୍ୟ ଭୁଷୁଡ଼ି ଦେଲେ। ଏହାପରେ ଅନୁମାନ କରାଯାଉଥିଲା ଯେ ୟା ପଛରେ ନିଶ୍ଚିତ ଭାବରେ ଏକ ଶକ୍ତି କାମ ଦେଉଛି, ଯିଏ ଏସବୁ କାମ କରିବା ପାଇଁ ପ୍ରୋତ୍ସାହନ କରୁଛି ଏବଂ କାମ ଚଳାଇଛି। ତେଣୁ ଅନୁମାନ କରାଯାଉଥିଲା ଭାରତରେ ମଧ୍ୟ ସେମିତି କିଛି ଘଟଣା ନିଶ୍ଚିନ୍ତ ଆଗକୁ ଘଟିବ ଏବଂ ସେମାନେ ଘଟାଇବେ। ତେଣୁ ସେମାନେ ନିକଟରେ ଲାଦାଖରେ ସେହି ଲୋକମାନଙ୍କୁ ମତିଭ୍ରମ କରାଇ, ତାଙ୍କୁ ଭାବପ୍ରବଣ କରାଇ ଏକ ଆନ୍ଦୋଳନ ଜାରି ରଖିଲେ ଯେ ଲଦାଖକୁ ସମ୍ପୂର୍ଣ୍ଣ ରାଜ୍ୟ ଦାବି ଦିଆଯାଉ, ତାଙ୍କୁ ଜନଜାତିମାନଙ୍କୁ ସୁବିଧା ସୁଯୋଗ ଦିଆଯାଉ, ଅଗ୍ରାଧିକାର ଦିଅ, ଅନେକ ସମସ୍ୟାକୁ ନେଇ ଏକ ଆନ୍ଦୋଳନ କଲେ, ଯେଉଁଥିରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ପୋଡ଼ିଦେଲେ ଏବଂ ସୈନ୍ୟବାହିନୀ ବିଏସ୍ଏଫ୍ର ଗାଡ଼ିକୁ ପୋଡ଼ିଦେଲେ। ଏଇଭଳି ଉଗ୍ର ହିଂସାତ୍ମକ କାର୍ଯ୍ୟକଳାପ ଆରମ୍ଭ କରିଦେଲେ। ସେମାନେ ଏତିକି ଚିନ୍ତା କରିପାରିଲେ ନାହିଁ ଯେ ଯେତେବେଳେ ଜାମ୍ମୁ କାଶ୍ମୀର ଅଞ୍ଚଳରେ ଲଦାଖକୁ ଏକ ରାଜ୍ୟ ଅଂଶ ଭାବରେ ଥିଲା, ସେ ସମୟରେ କାଶ୍ମୀରରେ ବସୁଥିବା ମୁଖ୍ୟମନ୍ତ୍ରୀ ବା ନେତାମାନେ ଆଦୌ ଲଦାଖ ଉପରେ ଧ୍ୟାନ ଦେଇନଥିଲେ। ଫଳରେ ଚିର ଅବହେଳିତ ହୋଇଥିଲା ଏବଂ ଲଦାଖକୁ କେନ୍ଦ୍ରଶାସିତ ଶାସନ କଲାପରେ ସିଧାସଳଖ ଟଙ୍କା ଲଦାଖକୁ ଯାଉଛି ଏବଂ ସେତିକି ପରିମାଣ ଟଙ୍କା ଲଦାଖରେ ଖର୍ଚ୍ଚ ହେଉଛି ଏବଂ ପୂର୍ବାପେକ୍ଷା ତାଙ୍କର ନିଶ୍ଚିନ୍ତ ପରିସ୍ଥିତିରେ ଉନ୍ନତି ହେଇଛି। ତା ସତ୍ତ୍ୱେ ଏକ ବିଭ୍ରାନ୍ତିକରକ ମାନସିକତାକୁ ଆଧାର କରି ସେମାନେ ପୁନର୍ବାର ଏକ ଆନ୍ଦୋଳନ କରି ହିଂସାତ୍ମକ କାର୍ଯ୍ୟକଳାପ ତାଙ୍କ ମନ ଭିତରେ ପଶାଇ ଦିଆଗଲା
ଯେ ବିଜେପି ଆମକୁ ଏଇଆ କରେଇ ଦେଉନାହାନ୍ତି, ବିଜେପିର କାର୍ଯ୍ୟାଳୟକୁ ଜଳି ଦିଆଗଲା। ଏଇ ମାନସିକତା ସାରା ଦେଶରେ ପ୍ରସାର କରିବା ପାଇଁ ସେହି ଶକ୍ତିମାନେ ସତତ ଚେଷ୍ଟିତ ଅଛନ୍ତି ଏବଂ ସେଇ ମାନସିକତାରେ ଭାସି ଯାଉଥିବା ଲୋକମାନଙ୍କୁ ନିଶ୍ଚିନ୍ତ ଭାବରେ ଦମନ କରାଯିବା ଆବଶ୍ୟକ ଅଛି। ତେଣୁ ଆଜି ଦେଶକୁ ଆଜି ଭଳି ଦିନରେ ଆମେ ଅନୁଶୀଳନ କରିବା ଦରକାର ଯେ ଦେଶର ଗତି କେଉଁ ଆଡ଼କୁ ଯାଉଛି ଏବଂ ଦେଶକୁ ଆମକୁ କେଉଁ ଆଡ଼କୁ ନେବା ଆବଶ୍ୟକ ଅଛି। ତା ଉପରେ ଆଜି ଭଳି ଏହି ପବିତ୍ର ଦିନରେ, ଦଶହରା ଦିନରେ ଯେପରିକି ଦୈତ୍ୟ ଶକ୍ତିର ବିନାଶ ହେବ ବା ବିଭ୍ରାନ୍ତିମୂଳକ ଦେଶ ବିଭାଜନକାରୀ ଶକ୍ତିମାନଙ୍କ ବିନାଶ ଘଟିବ, ତା ଉପରେ ପ୍ରତ୍ୟେକ ନାଗରିକ ଚିନ୍ତା କରି ଆଗାମୀ ଦିନରେ ତାଙ୍କର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ଅଛି। ଆଜି ଭଳି ଦିନରେ, ଏହି ପବିତ୍ର ଦିନରେ ଏହା ହିଁ ଅନୁଚିନ୍ତା। ଧନ୍ୟବାଦ।